ଧାନ କିଣା ବ୍ୟବସ୍ଥାକୁ ବିଭ୍ରାଟ କରିଥିଲେ ସେମାନେ ପୁଣି ସେ ବିଷୟରେ କହିବାର ନୈତିକ ଅଧିକାର ତାଙ୍କର ନାହିଁ। ଧାନ କ୍ୱିଣ୍ଟାଲ 800 ଟଙ୍କା ଯୋଉ ଦଉଛନ୍ତି, କ୍ୱିଣ୍ଟାଲ ଅଧିକା ଦଉଛନ୍ତି, ସେ 50 ଟଙ୍କା 100 ଟଙ୍କା ଦେଇପାରୁନଥିଲେ, ସେଥିରେ ସିଏ ସେଇଟାକୁ ସହି ପାରୁନାହାନ୍ତି ଯେ ରାଜ୍ୟ ସରକାର 800 ଟଙ୍କା କେମିତି ବଜେଟ୍ରୁ ଦେଇପାରୁଛି ଏବଂ ବ୍ୟବସ୍ଥା କରିକି ଦେଇପାରୁଛି, ଚାଷୀଙ୍କ ରୋଜଗାରକୁ ଦ୍ୱିଗୁଣା କରିବା ପାଇଁ ଦେଇପାରୁଛି। ଧାନ କିଣା ବିଷୟରେ ଯେଉଁମାନେ ଧାନ କିଣା ବ୍ୟବସ୍ଥାକୁ ବିଭ୍ରାଟ କରିଥିଲେ ସେମାନେ ପୁଣି ସେ ବିଷୟରେ କହିବାର ନୈତିକ ଅଧିକାର ତାଙ୍କର ନାହିଁ। ଧାନ କିଣାର ବ୍ୟବସ୍ଥାକୁ ଷ୍ଟ୍ରିମଲାଇନ୍ କରିବା ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରିଛନ୍ତି ଏବଂ ଧାନ କ୍ୱିଣ୍ଟାଲ 800 ଟଙ୍କା ଯୋଉ ଦଉଛନ୍ତି, କ୍ୱିଣ୍ଟାଲ ଅଧିକା ଦଉଛନ୍ତି, ସେ 50 ଟଙ୍କା 100 ଟଙ୍କା ଦେଇପାରୁନଥିଲେ, ସେଥିରେ ସିଏ ସେଇଟାକୁ ସହି ପାରୁନାହାନ୍ତି ଏବଂ 800 ଟଙ୍କାଟାକୁ ଡାଇଲ୍ୟୁଟ୍ କରିବା ପାଇଁ ଯେ ରାଜ୍ୟ ସରକାର 800 ଟଙ୍କା କେମିତି ବଜେଟ୍ରୁ ଦେଇପାରୁଛି ଏବଂ ବ୍ୟବସ୍ଥା କରିକି ଦେଇପାରୁଛି, ଚାଷୀଙ୍କ ରୋଜଗାରକୁ ଦ୍ୱିଗୁଣା କରିବା ପାଇଁ ଦେଇପାରୁଛି, ସେଥିରେ ସେମାନେ ଔଷଧ ରାଗରେ ତାଟିଆ କାମୁଡ଼ି ହେଉଛନ୍ତି ଏବଂ ଏହାକୁ ଡାଇଲ୍ୟୁଟ୍ କରିବା ପାଇଁ ବିଷୟଟାକୁ ବାତାବରଣଟାକୁ ଖରାପ କରିବା ପାଇଁ ଚେଷ୍ଟା କରୁଛନ୍ତି। ମୁଁ କହିଛି ଉଚିତ ସମୟରେ ଠିକ ସମୟରେ ତା ପ୍ରକାଶିତ ହେବ।